ମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଫାଷ୍ଟ ଭୁଲ କହିଯାଉଛି ପିଲାମାନେ, ତମର କ'ଣ ତମର ଯେଉଁ ସାଇନ୍ସ ପିଲାଙ୍କର ଯେଉଁ ଏକ୍ଜାମ୍ ଥିଲା, କ'ଣ ନା ସାଇନ୍ସ ପିଲାଙ୍କର ଯେଉଁ ଏକ୍ଜାମ୍ ଥିଲା ତା ଆନ୍ସର୍ କି। ତ ପିଲାମାନେ ତମମାନଙ୍କର ଆନ୍ସର୍ କି ନେଇ ଆସିଛି। ପିଲାମାନେ ଆନ୍ସର୍ କ'ଣ ତମମାନେ ଜାଣିଥିବ, ଆନ୍ସର୍ କି ନ ଜାଣିଥିବ ଜାଣିନି। ତ ଆନ୍ସର୍ କି ନେଇ ଆସିଛି ପିଲାମାନେ। ଡେରି ହେଲା ବହୁତ, କାହିଁକି ନା ମୋ ଦେହ ବହୁତ ଖରାପ ହେଇଯାଇଥିଲା ପିଲାମାନେ, ସରି। ଆଉ ଯଦି ଭଏସ୍ ଅବାଗିଆ ଶୁଭୁଥିଲା ଇଗ୍ନୋର କର ପ୍ଲିଜ୍, କେହି ଖରାପ କମେଣ୍ଟ କରିବନି। ଯେହେତୁ ମୋ ଦେହ ଖରାପ, ବହୁତ କାଶ ହେଉଛି, ତ ଫିର୍ ବି ସେଇଥିରେ ତମ ପାଇଁ କ୍ଲାସ୍ କରୁଛି ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଏବଂ ଲାଇକ୍ ସେୟାର କରିଦେବ। ତ ପିଲାମାନେ ଚାଲ ଆମେ ଷ୍ଟାର୍ଟ କରିବା। 2024 ଦେଖ, ମଡ଼ର୍ଣ୍ଣ ଇଣ୍ଡିଆ ଲାଙ୍ଗୁଏଜ୍ ଓଡ଼ିଆ। ତମର ଯେହେତୁ ଏମ୍ଏଲ୍ ଥିଲା ସାଇନ୍ସର, ଫୁଲ୍ ମାର୍କ କେତେ ନା 100, କ'ଣ ଟାଇମ୍ 3 ଘଣ୍ଟା। ତ ପିଲାମାନେ ମୁଁ ଦେଖୁଥିଲି କୋଶ୍ଚିନ୍, ତ ଯାହା ବି ତୁମକୁ କହିଥିଲି, ଯାହା ବି ସବୁ ପଢ଼ା ହେଇଥିଲା ନିଶ୍ଚିନ୍ତ ତା ଭିତରୁ 100% ତା ଭିତରୁ ଆସିଛି। ଯାହା ବି ସିଲେକ୍ସନ୍ ମରା ହେଇଥିଲା ସବୁ ଆସିଛି। ତ ପିଲା ତମେ ନିଜେ କମେଣ୍ଟ କର ଆସିଛି କି ନା ନାହିଁ। ତ ଚାଲ ଆମେ ଦେଖିବା। ପ୍ରଥମ କୋଶ୍ଚିନ୍ ଦେଖ, 5ଟି ଦେଇଥିଲା କହିଥିଲି ତମକୁ। ତ ସେଥିମଧ୍ୟରୁ କ'ଣ ଠିକ୍ ଉତ୍ତରଟି ବାଛି ଲେଖ। ବୁଝିହେଲା ପିଲାମାନେ? ଏଇ ଦେଖ 5ଟି ଉତ୍ତର କରିବ ତମେ, 5କୁ 5। କାହାକୁ ଦେଖି ଗୋସାଇଁଙ୍କ ଦେହରୁ ଗମ୍ ଗମ୍ ଝାଳ ବୋହିଲା। ପିଲାମାନେ କହୁଛି ମୁଁ ପଢ଼ୁ, ଯଦି କେଉଁଟା ଆନ୍ସର୍ ଭୁଲ ଥିବ ତମେ କମେଣ୍ଟ କରିବ। ବୁଝିହେଲା? କାହାକୁ ଦେଖି ଗୋସାଇଁଙ୍କ ଦେହରୁ ଗମ୍ ଗମ୍ ଝାଳ ବୋହିଲା। ପିଲାମାନେ କାହାକୁ? ଅଗାଧୁ ନା ସାଧୁ ନା ପାଣୁ ନା ରାଧୁ। ତ ପିଲାମାନେ କାହାକୁ? ନା ପାଣୁ। କାହାକୁ? ନା ପାଣୁକୁ ଦେଖି କ'ଣ ନା ଗୋସାଇଁଙ୍କ ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହିଗଲା। ଦେନ୍ ତାପରେ ନେକ୍ସଟ କୋଶ୍ଚିନ୍ ଦେଖିବା। ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି? ଉତ୍କଳର ଉତ୍ତମ। ବହୁତ ସହଜ କୋଶ୍ଚିନ୍ ପିଲା, ଏତେ ସହଜ କୋଶ୍ଚିନ୍ ଆସିବ ବୋଲି ମୁଁ ଭାବିନଥିଲି। ବହୁତ ସହଜ, ମାନେ ଦେଖ ତମେ ନିଜେ ବି, କାହିଁକି ନା ପଢ଼ିଛ ଯେ ତାକୁ ବହୁତ ସହଜ, କିଛି ନାହିଁ, ସାଙ୍ଗେ ସାଙ୍ଗେ ସେ MCQ 1 ମାର୍କ କରିଦେବ। ସରି ପିଲାମାନେ, ଦେଖ କଟକ, ସମ୍ବଲପୁର, ଗଞ୍ଜାମ, ଭୁବନେଶ୍ୱର। ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି? ନା କଟକ। କାହାକୁ ପିଲାମାନେ? ନା କଟକକୁ କହିଛନ୍ତି। ନେକ୍ସଟ କୋଶ୍ଚିନ୍ ଦେଖିବା। ବ୍ରିଟିଶ ମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁକୁ ଏ ଦେଶରୁ ଘଉଡ଼ାଉଥିଲେ? ପିଲାମାନେ କ'ଣ ଦେଲା? ନା ବ୍ରିଟିଶ ମାନେ କାହାକୁ ତୋପ କରି, ପିଲାମାନେ ବ୍ରିଟିଶ ମାନେ କାହାକୁ ତୋପ କରିଥିଲେ? ଗୁଆ ଗଛ, ଶାଳ ଗଛ, ନଡ଼ିଆ ଗଛ, ତାଳ ଗଛ। କାହାକୁ ତୋପ କରିଥିଲେ ପିଲାମାନେ? ନା ତାଳ। କାହାକୁ? ନା ତାଳ ଗଛକୁ ତୋପ କରିଥିଲେ। ନେକ୍ସଟ କୋଶ୍ଚିନ୍। ବନବାସୀ ନାରୀମାନଙ୍କ ଗତିକୁ ପ୍ରାବନ୍ଧିକ, ବନବାସୀ ନାରୀମାନଙ୍କ ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି? କାହା ସହିତ? ପିଲାମାନେ ମାତଙ୍ଗିନୀ ସହିତ ତୁଳନା କରିଛନ୍ତି, ନା ନିର୍ଝରିଣୀ, ନା ହରିଣୀ, ନା କୁଜିହଂସୀ। ତ ପିଲାମାନେ କାହାକୁ ବନବାସୀ ନାରୀମାନଙ୍କ ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି? ନା କୁଜିହଂସ। କାହା ସହିତ? ନା କୁଜିହଂସ ସହିତ ତୁଳନା କରିଛନ୍ତି। ନେକ୍ସଟ, କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମର ହୃଦକମ୍ପ ହୁଏ? କେଉଁ ରାଷ୍ଟ୍ର ବିପ୍ଳବ ପିଲାମାନେ? କେଉଁ ରାଷ୍ଟ୍ର? ସିପାହୀ ବିଦ୍ରୋହ, ଫରାସୀ ରାଷ୍ଟ୍ର ବିପ୍ଳବ, ଅସହଯୋଗ ଆନ୍ଦୋଳନ, ଭୂଦାନ। କ'ଣ ନା ଫରାସୀ ରାଷ୍ଟ୍ର। ଦେଖିଲ ପିଲାମାନେ, ବହୁତ ସହଜ କୋଶ୍ଚିନ୍ ତମମାନଙ୍କର। ତାପରେ ଦେଖିବା 1 ମାର୍କିଆ କୋଶ୍ଚିନ୍, ଯେକୌଣସି 3ଟା କରିବେ। ଦେଖ ଦେଇଛି 1 ମାର୍କିଆ କୋଶ୍ଚିନ୍ ଯିବା। ଗଣତନ୍ତ୍ରରେ କେଉଁମାନେ ସିଧାସଳଖ ଶାସନ କରିବାର ଅଧିକାର ପାଇଥାନ୍ତି? ଗଣତନ୍ତ୍ରରେ କେଉଁମାନେ? ତ ପିଲାମାନେ ଗଣତନ୍ତ୍ରରେ କେଉଁମାନେ? ନା ଗଣତନ୍ତ୍ରରେ ଜନସାଧାରଣ ମାନେ ସିଧାସଳଖ ଶାସନ କରିବାର ଅଧିକାର ପାଇଥାନ୍ତି। ନେକ୍ସଟ କୋଶ୍ଚିନ୍ କ'ଣ ଦେଲା? ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିବାକୁ ଅସମ୍ମତ? କେଉଁ କଥା? ନା ନୋଟ୍ ବହି ପଢ଼ିବା ଲୋକ ମୌଳିକ ପୁସ୍ତକ। କ'ଣ ନା ମୌଳିକ ପୁସ୍ତକ। ନେକ୍ସଟ, ମନ୍ଦିର ଗୃହରେ ଖୋଦିତ ମୂର୍ତ୍ତି ଓ ଫଳକାଦିରେ ଦେଶର କେଉଁ କଥା ଲେଖା ହୋଇଯାଇଛି? କେଉଁ କଥା? ଯେକୌଣସି 3ଟା କରିବ, ଯାହାକୁ ଆସିଥିବ 2ଟା କ ଖ ଘ ସେମିତି କରିବ, ଯାହାକୁ ଖ ଗ ଘ ଏମିତି ବି କରିକି ଥିବ। ବୁଝିହେଲା ପିଲାମାନେ? ତ ମନ୍ଦିର ଗୃହରେ ଖୋଦିତ ମୂର୍ତ୍ତି ଓ ଫଳକାଦିରେ ଦେଶର ଓ କାଳର ଇତିହାସ ଦେଖା ହୋଇ ରହିଛି। ତ ପିଲାମାନେ ଆଉ ଗୋଟେ କଥା, ସାଇନ୍ସ ପିଲାଙ୍କ ତମମାନଙ୍କ ଏକ୍ଜାମ୍ କେମିତି ହେଲା ମୋତେ କମେଣ୍ଟ କର। ଆଇ ହୋପ୍ ସମସ୍ତଙ୍କର ଭଲ ଥିବ। ତ କିଏ ମଦଳାସ ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ? କିଏ ପିଲାମାନେ? ନା ବନବାସୀ ନାରୀମାନେ ମଦଳାସ ହୋଇ ମାତଙ୍ଗିନୀ ପରି ଚାଲି ନାହାନ୍ତି। ତାପରେ ଦେଖିବା ପିଲାମାନେ, ନେକ୍ସଟ କୋଶ୍ଚିନ୍ କ'ଣ ଦେଲା? 2 ମାର୍କିଆ। 2 ମାର୍କିଆ ତ ତମକୁ ଆସିଥିବ। ଗୋସାଇ କାହିଁକି ଛେଳିକୁ ବୋହି ନେଇ ଯାଉଥିଲେ? ଏଇଟା କୋଉଠି ଆସିଲା? ନା ତମର 3 ତୁଣ୍ଡରେ। ବୁଝିହେଲା?
ତାପରେ ସଭ୍ୟ ସମାଜ କ'ଣ ଶିଖିବା ପାଇଁ, ଏଇଟା ବି କ'ଣ ତମର ଆସିଥିଲା ମାନବିକତା ଶିଖିବା ପାଇଁ। ଏଇଟା ତମର କୋଉଠି ନା ପୁଷ୍ପ ପୁରାଣ, ବର୍ଷାଚରଣ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଏପଟ ଗୋଟେ ଧାଡ଼ିରେ କେବଳ ଲେଖିଛ ସବୁ ପ୍ରବନ୍ଧ ପ୍ରାବନ୍ଧିକ। ମନୁଷ୍ୟତ୍ୱର ବିଶେଷ ଲକ୍ଷ୍ୟ କ'ଣ, ଚିନ୍ତାଶୀଳତା। ଏଇଟା 1 ନମ୍ବର କୋଶ୍ଚିନ୍ ପିଲାମାନେ ଅଛି ତମର। ଏଇଟା ଇତିହାସର 1 ନମ୍ବର କୋଶ୍ଚିନ୍ ପିଲାମାନେ ଅଛି ହେଲା। ତାପରେ ଦେଖ 30ଟି ଶବ୍ଦ ମଧ୍ୟରେ ଯେକୌଣସି 3 ମାର୍କିଆ କୋଶ୍ଚିନ୍ ପିଲାମାନେ ଆସିଲା। ତାପରେ 3 ମାର୍କିଆ କୋଶ୍ଚିନ୍ କ'ଣ ଦେଲା ନା ଭାରତ ବର୍ଷରେ କୌଣସି କାର୍ଯ୍ୟ କରିବା ପାଇଁ କାହିଁକି ବିଶେଷଜ୍ଞମାନଙ୍କର ବିଷୟ ଉତ୍ସାହ କିମ୍ବା ଆଗ୍ରହ ନଥାଏ। ବୁଝିହେଲା। ଏଇଟା କ'ଣ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପିଲାମାନେ ଗୋଲକ ବିହାରୀ ଧଳ। ତାପରେ ଉତ୍କଳ କମଳର କେଶର ବୋଲି କାହାକୁ କେଉଁଥିପାଇଁ କୁହାଯାଏ ନା ନୀଳାଚଳକୁ କୁହାଯାଇଛି। ଏଇଟା କ'ଣ ତମର ନା ପୁଷ୍ପପୁର ବର୍ଷାବନ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତାପରେ ଦେଖ 5 ମାର୍କିଆ ଆସିଲା। ଏଇଟା 3 ଆସିଛି। ଏଇଟା ପୁଷ୍ପପୁର ଯୋଉଟା ହେଲେ ଗୋଟେ କରିଥିବ। ତାପରେ ଦେଖିବା ଆମେ 4ଟି ଉତ୍ତର ସେମିତି। ପିଙ୍ଗଳା ପଦ୍ୟ କବିତା ଆଇଲା। ପିଙ୍ଗଳା କେଉଁ ନଗରର ନଟିଥିଲା ପିଲାମାନେ? ପିଙ୍ଗଳା କେଉଁ ନଗରର ନଟିଥିଲା? ଉଜ୍ଜୟିନୀ, ବିଦେହ, କୋଶଳ, ଅବନ୍ତୀ। କେଉଁ ନଗରୀ ନା ବିଦେହ। କେଉଁ ନଗର ନା ବିଦେହ ନଗରର ନଟିଥିଲା। ନେକ୍ସଟ, ଶତାବ୍ଦୀର ସିଂହଦ୍ୱାରରୁ ଭବିଷ୍ୟତର ବାର୍ତ୍ତା କିଏ ଆଣିଛି? ଶତାବ୍ଦୀର ସିଂହଦ୍ୱାରରୁ ଭବିଷ୍ୟତର ବାର୍ତ୍ତା କିଏ ଆଣିଛି? ମେଘ, ଡାକବାଲା, ପାରା, ଦୂତ। କିଏ ଆଣିଛି ପିଲାମାନେ? ନା ଦୂତ। ନେକ୍ସଟ କ୍ୱେଶ୍ଚିନ୍, ନବଭାମା ବୋଲି କାହାକୁ କହିଛନ୍ତି କବି? ନବଭାମା ବୋଲି କବି କାହାକୁ କହିଛନ୍ତି? ନା ନବବିବାହିତା ଦ୍ୱିତୀୟ ପତ୍ନୀକୁ। କ'ଣ ନା ନବବିବାହିତା ଦ୍ୱିତୀୟ ପତ୍ନୀ। ନେକ୍ସଟ, ଦରବାରରେ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ? ଦରବାରରେ ରାଜାମାନେ ପ୍ରଜାମାନଙ୍କୁ କିପରି ନା ବିଦେଶୀ ବନ୍ଧୁକ, କିପରି ନା ବିଦେଶୀ ବନ୍ଧୁକ ଦେଖାଇ। ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା? ନାନା ରଙ୍ଗେ ଚନ୍ଦ୍ର ଆତେପ ଆଚ୍ଛାଦିତ ଅମ୍ବର। ଏଠାରେ ଅମ୍ବରର ଅର୍ଥ କ'ଣ ପିଲାମାନେ? ଏଠାରେ ଅମ୍ବର, ଏଇଟା ତମର ଅପସନ ଦେଇନି। ଏଠାରେ ଅମ୍ବର ଅର୍ଥ ହଉଛି କ'ଣ ନା ପିଲାମାନେ ତମର ନା ଆକାଶ। କ'ଣ ନା ଆକାଶ। ଅମ୍ବର ଅର୍ଥ କ'ଣ ନା ଆକାଶ। ତାପରେ 1 ମାର୍କିଆ କ୍ୱେଶ୍ଚିନ୍ ଆସିଲା। ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି? ଆଜିର ରାଜଧର୍ମ କିପରି ନା ପ୍ରଜାମାନଙ୍କୁ କୌଣସି ପ୍ରକାରେ ଲୁଟିବା। ପ୍ରଜାମାନଙ୍କୁ କୌଣସି ପ୍ରକାରେ ଲୁଟିବା। ନେକ୍ସଟ, କୀଟ ସମ ହୁଅ ନିଷ୍ପେଷିତ କାହା ପ୍ରସଙ୍ଗରେ? କାହା ପ୍ରସଙ୍ଗରେ ନା ମାନବ ପୁତ୍ର। କାହା ପ୍ରସଙ୍ଗ ନା ମାନବ ପୁତ୍ର। ନେକ୍ସଟ, ଗୋପବନ୍ଧୁ ବନ୍ଦୀଶାଳାରେ ଚାବି ନ ଦେବା ପାଇଁ ସିପାହୀଙ୍କୁ କାହିଁକି ଅନୁରୋଧ କରିଥିଲେ? କାହିଁକି ନା ପ୍ରକୃତିର ପ୍ରଣୟ ସହ ଦୃଶ୍ୟ ବିରହ ଜ୍ୱାଳା ମିଶ୍ରିବାର ଦୃଶ୍ୟ ଦେଖି। ନେକ୍ସଟ, ପିଙ୍ଗଳାର ପଙ୍କିଳ ଜୀବନରେ କ'ଣ ଫୁଟିଛି ପିଲାମାନେ? ନା ପଦ୍ମ। କ'ଣ ନା ପଦ୍ମ। ତାପରେ ପିଲାମାନେ ଦବା ଆମର କ'ଣ ନା 2 ମାର୍କିଆ। ରିକ୍ତ ଏ ମୋର କ'ଣ ନା ରିକ୍ତ ଏ ମୋର ସୁକ୍ତି ଗର୍ଭେ ଫଳିଛି ମୁକ୍ତା ଫଳ। ଏ କଥା କିଏ କେଉଁ ଉଦ୍ଦେଶ୍ୟରେ କହିଛି ପିଲାମାନେ? ଏଟା ପିଙ୍ଗଳାର ଅଭିସାରରୁ ଆସିଛି। ରାଧାମୋହନ ଗଡ଼ନାୟକ ଲେଖିଛନ୍ତି। ପିଙ୍ଗଳାର ଆଧ୍ୟାତ୍ମିକ ଉଚ୍ଚାରଣ ହେଲା ପରେ ତା ମନରେ ଆଶାର ସମ୍ଭାବନା ଦେଖାଦେଇଛି। ତେଣୁ ସେ ନିଜର ଉନ୍ନତି କଥା ବିଚାର କରିଛି। ତାପରେ ନ ଜାଣନ୍ତି ଜନ୍ମକାଳୁ ପିତୃ। ଏଟା କ'ଣ ନା ଏଟା ତପସ୍ୱିନୀ ପତ୍ର ଲବକୁଶଙ୍କ ବିଷୟରେ ଆସିଛି ପିଲାମାନେ। ଗଙ୍ଗାଧର ମେହେର। ତାପରେ କାହାକୁ କବି ମହାଧର୍ମ ବୋଲି କହିଛନ୍ତି? ଏଟା ବଡ଼ପଣ ରାଧାନାଥ ରାୟ। ବୁଝିହେଲା ବଡ଼ପଣକୁ। ତାପରେ ଦେଖିବା 30ଟି ଶବ୍ଦ ମଧ୍ୟରେ କାଳ କାହିଁକି କ୍ରୂର ଅଟେ? ଏଟା କ'ଣ ନା ବଡ଼ପଣ। ଯମଦୂତ ବୋଲି କବି କାହାକୁ କହିଛନ୍ତି ପିଲାମାନେ? ଯମଦୂତ ବୋଲି କାହାକୁ କହିଛନ୍ତି ପିଲା? ଏଟା ବନ୍ଦୀର ବିରହ ବ୍ୟଥାର ଗୋପବନ୍ଧୁ ଦାସ ପିଲାମାନେ। ତାପରେ ଦେଖିବା 150ଟି। ଏଟା କ'ଣ ବାର୍ତ୍ତାରୁ ଆସିଛି, ବଡ଼ପଣରୁ ଆସିଛି। ବୁଝିହେଲା। ତାପରେ ଦେଖିବା ଆମେ କ'ଣ ଆସିଛି ନା ତାପରେ ଗଳ୍ପ ଆସିଲା ପିଲାମାନେ। ତମର ଲାଷ୍ଟ ଆସିଲା କ'ଣ ନା ତମର ଗଳ୍ପ। ବୁଝିହେଲା। ତ ଗଳ୍ପର କ'ଣ ଦେଇଛି ଦେଖିବା କ୍ୱେଶ୍ଚିନ୍ ଗଳ୍ପର। ହଂସ ମାନେ ବିଶ୍ୱାସଘାତକ ବୋଲି କିଏ କହିଛି? ହଂସ ମାନେ ବିଶ୍ୱାସଘାତକ। ଘରଚଟିଆ, ବତାସୀ, ଚିଲ, ବକ। କିଏ ନା ବକ। କ'ଣ ନା ବକ। ନେକ୍ସଟ କ୍ୱେଶ୍ଚିନ୍, ନୌକାର ପାଲ କେତେ ଫଣା ବାସୁକି ପରି ନଇଁ ଯାଇ ଉପରକୁ ଉଠିଯାଏ ବୋଲି କୁହାଯାଇଛି? କେତେ ଫଣା? 7 ଫଣା, ସହସ୍ର ଫଣା, 7 ଫଣା, ସହସ୍ର। କେତେ ଫଣା ନା ସହସ୍ର ଫଣା। ନେକ୍ସଟ, କେଉଁ ବିପ୍ଳବ ପରେ ଭାରତୀୟ ଜାତୀୟ ଆନ୍ଦୋଳନର ଏକ ନୂତନ ସ୍ପନ୍ଦନ? କେଉଁ ବିପ୍ଳବ ପିଲାମାନେ? ସାବରମତୀ, ୱାର୍ଧା, ଚୌରୀ ଚୌରା, ଜାଲିଆନବାଗ। କେଉଁ ବିପ୍ଳବୀ ନା ଚୌରୀ ଚୌରା। କ'ଣ ନା ଚୌରୀ ଚୌରା। ନେକ୍ସଟ, ମାଷ୍ଟରଜୀଙ୍କ ନାସିକା କେଉଁ ପରି ଥିଲା ବୋଲି କୁହାଯାଇଛି? କେଉଁ ପରି ଥିଲା ପିଲାମାନେ? ଚିଲଚଞ୍ଚୁ ପରି ନା ଶୁକଚଞ୍ଚୁ ପରି ନା ପିକଚଞ୍ଚୁ ପରି ନା କାକଚଞ୍ଚୁ ପରି? କିପରି ପିଲାମାନେ ଥିଲା ନା ଶୁକ। କିପରି ନା ଶୁକଚଞ୍ଚୁ ପରି। ନେକ୍ସଟ,
କେଉଁ ହୁକାରେ ବାବୁ ବଳରାମ ଗୁଡ଼ାକୁ କୁହନ୍ତି? କେଉଁ ହୁକାରେ? ସୁନା ବନ୍ଧା, ରୂପା ବନ୍ଧା, ପିତ୍ତଳ ବନ୍ଧା, ତମ୍ବା କେଉଁ ବନ୍ଧା? ନା ରୂପା ବନ୍ଧା। ତାପରେ ପିଲାମାନେ 1 ମାର୍କିଆ କେଉଁମାନଙ୍କୁ ସମ୍ଭ୍ରାନ୍ତ ପକ୍ଷୀ ବୋଲି କୁହାଯାଏ? କେଉଁମାନଙ୍କୁ ପିଲାମାନେ ସମ୍ଭ୍ରାନ୍ତ? ନା ପାରା ଚିଲମାନଙ୍କୁ ସମ୍ଭ୍ରାନ୍ତ ପକ୍ଷୀ ବୋଲି କୁହାଯାଏ। ନେକ୍ସଟ କେଉଁଥିରେ ମାଷ୍ଟରଜୀଙ୍କର ଅସାଧାରଣ ଦକ୍ଷତା ଥିଲା? କେଉଁଥିରେ? ନା କାହାଣୀ କହିବାରେ। କେଉଁଥିରେ? ନା କାହାଣୀ କହିବାରେ। ନେକ୍ସଟ ଗୋଖର ସାପ ଖେଳାଇବା ସହ କେଉଁ କାରବାର ସହ ସମାନ? କେଉଁ କାରବାର? ନା ଦୋକ୍ତା। କେଉଁ କାରବାର? ନା ଦୋକ୍ତା କାରବାର। ନେକ୍ସଟ କେଉଁ ପତାକା ଏଠି ଉଡ଼ି ପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲେ? କେଉଁ ପତାକା? ନା ୟୁନିୟନ ଜ୍ୟାକ୍। ବହୁତ ସହଜ ଦେଖିଛ, ବହୁତ ସହଜ, ଏତେ ସହଜ ବୋଲି ଭାବିନଥିଲୁ ପିଲାମାନେ। ନେକ୍ସଟ ତାପରେ କ'ଣ ଦେଲା? କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନ ମାନେ କ'ଣ କରିଥାନ୍ତି? କୁକୁଡ଼ା ଡାକ ଆଗରୁ କ'ଣ? ନା ଧାର୍ମିକ ହିନ୍ଦୁ ମହାଜନ ମାନେ କ'ଣ? ଏଇଟା ସଭ୍ୟ ଜମିଦାର ଫକୀରମୋହନ ସେନାପତି। ବୁଝିହେଲା ପିଲାମାନେ? ନା ଗଙ୍ଗା ସ୍ନାନ, ମହାଜନ ମାନେ ଗଙ୍ଗା ସ୍ନାନ କରିଥାନ୍ତି। କ'ଣ? ନା ଗଙ୍ଗା ସ୍ନାନ। ତାପରେ 25 ବର୍ଷ ଧରି ରାୟ ବାହାଦୁର ନିଜକୁ କ'ଣ ସାନ୍ତ୍ୱନା ଦେଇ ଆସିଛନ୍ତି? ଏଇଟା କୋଉଠୁ ଆସିଛି? ନା ପତାକା ଉତ୍ତୋଳନ ସୁରେନ୍ଦ୍ର ମହାନ୍ତି ସାନ୍ତ୍ୱନା ଦେଇ ଆସିଛନ୍ତି ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ନିର୍ମମ ହୋଇପାରେ ମାତ୍ର ଅନ୍ୟାୟ ନୁହେଁ। ତାପରେ ଏଇଟା କ'ଣ ଆସିଛି? ନା ସମୟ ସମୟରେ କମ୍ବୁଗ୍ରୀବ ଉଠିଯାଇ କ'ଣ କରେ? ଏଇଟା ଆକାଶ କଇଁଛର ମନୋଜ ଦା ଦେଖିଛନ୍ତି। କ'ଣ? ନା ସମୟ ସମୟରେ କମ୍ବୁଗ୍ରୀବ ଉଠିଯାଇ ମୃତ୍ୟୁ ସମରରେ ବିଚରଣ କରେ। ତ ପିଲାମାନେ ତା 3 ମାର୍କିଆ ଅରୁଣକୁ ରାୟ ବାହାଦୁର କାହିଁକି ଚାବୁକରେ ମାନେ ମାଷ୍ଟରଜୀ ରିକ୍ସା ଟାଣିଲେ କାହିଁକି? ତାପରେ ଯିବା ଆମର କ'ଣ ଦେଖିବା? ତାପରେ ପିଲାମାନେ ନା ଦେଖିବା ଆମର ଦେଖ ତାପରେ ଅଛି ଲଙ୍ଗ କୋଶ୍ଚିନ୍, ତାପରେ ଅନୁଚ୍ଛେଦ। ଏଇଟା ତ ତମେ ଅନୁଚ୍ଛେଦ ପଢ଼ିକି ପିଲାମାନେ କରିଥିବେ। ଦେଖ ଅନୁଚ୍ଛେଦ ପଢ଼ିକି ତମମାନେ କରିଥିବେ। ତାହେଲେ କବିତାଂଶ ଆସିଲା, କବିତାଂଶ। ତାପରେ ଆସିଲା ତମର କ'ଣ ପିଲାମାନେ ଦେଖିବା ଗୋଟିକର କଂସାରୀ ଘରର ପାରା। କ'ଣ ଦେଖ ଏଇଟା ପଢ଼େଇଥିଲି ଅଳ୍ପ ବିଦ୍ୟା ଭୟଙ୍କରୀ, ତୁଳସୀ 2 ପତ୍ର ଚା ପଢ଼େଇଥିଲି। ସିଲେକ୍ସନ୍ ଦେଇଛି ପିଲାମାନେ, ଏବେ ବି ଦେଖିବାର ସିଲେକ୍ସନ୍ ଅଛି କି ନାହିଁ? ନିଶ୍ଚିନ୍ତ ଅଛି ପିଲାମାନେ। ତାପରେ ତୁମ ଅଞ୍ଚଳରେ ଏକ ଦେବୀ ମନ୍ଦିରର ବଳି ପ୍ରଥା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ସାମୂହିକ ଦରଖାସ୍ତ। ସମାଜରେ ଉତ୍ତମ ମଣିଷ ହେବା ପାଇଁ ନିଜର ସାନ ଭାଇଙ୍କୁ ପରାମର୍ଶ ଦେଇ ଚିଠି। ଏଇଟା ମୁଁ ତମକୁ କହିଥିଲି। ବୁଝିଲା ପିଲାମାନେ? ସିଲେକ୍ସନ୍ ଅଛି। ତାପରେ 1/3 ତମେ 1/3 ପଢ଼ିଥିବ, ଯାହା ବୁଝିଥିବ ତାକୁ ଲେଖିବ। ତାପରେ ଦେଖିବା 21 ନମ୍ବର ଆସିଲା କ'ଣ? ଯେକୌଣସି ଦୁଇଟିର କ'ଣ ନା ବିପରୀତ ଅର୍ଥ। କଠିନର କ'ଣ ହବ ପିଲାମାନେ? ଯେକୌଣସି ବିପରୀତ ଅର୍ଥବୋଧକ ଶବ୍ଦ। କଠିନର କ'ଣ ହେଇଥିବ? କଠିନର ନରମ ନା କଠିନର ତରଳ ଯୋଉଟା ହବ ପିଲାମାନେ। ଅବାର୍ଚିନର ପ୍ରାଚୀନ ବୋଧେ ପିଲାମାନେ। ଏଇଟା କ'ଣ କମେଣ୍ଟ କରିବ ନା ଡାଉଟରେ ଅଛି ପ୍ରାଚୀନ ନା କ'ଣ? ଅନୁଲୋମର ପ୍ରତିଲୋମ ଦୁର୍ବଳ ସବଳ। ବୁଝିହେଲା ପିଲାମାନେ? ଦେଖ ଅପରାହ୍ନ ନରେ ହବ କ'ଣ? ନ ତଳେ ଦିଆହବ ଏମିତି। ତାର ଅକ୍ଷୁଣ୍ଣରେ ରେପ ଦିଆହବନି। ଆଶୀର୍ବାଦ ଦୀର୍ଘଇ ହବ। ତାପରେ ସମ୍ମାନୀୟ। ଦୁଇଟି ରୂଢ଼ିକୁ ବାକ୍ୟରେ ବ୍ୟବହାର କରିବା ପିଲାମାନେ। ଅରଣ୍ୟ ରୋଦନ ବୃଥା ସୋପାନ। ତାପରେ କୁହାମିଣ୍ଡା କପିଳା କ'ଣ ହବ? ବାକ୍ୟ ବୀର। ତିଳକୁ ତାଳ କରିବା, ଛୋଟ କଥାକୁ ବଡ଼ କରିବା। ତ ପିଲାମାନେ ଇଏ ଥିଲା ତମର କ'ଣ? ନା 100 ମାର୍କର ସାଇନ୍ସ ପିଲାଙ୍କର ଆନ୍ସର କି ତ କୋଶ୍ଚିନ୍ ଥିଲା। ତା ଆନ୍ସର କହିଦେଲି ପିଲାମାନେ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ। ଯଦି କେଉଁଠି ଭୁଲ ହେଇଗଲା ତାହେଲେ ତମମାନେ କମେଣ୍ଟ କରିବ ପ୍ଲିଜ୍ ପିଲାମାନେ। ତ ରହୁଛି ଧନ୍ୟବାଦ।